ବହୁ ପ୍ରସିଦ୍ଧ ମହିଷରା ମା ହିଙ୍ଗୁଳା ଦେବୀଙ୍କ 58ତମ ବାର୍ଷିକ ଯଜ୍ଞୋତ୍ସବ ଶୁଭ କଳସ ଶୋଭାଯାତ୍ରା। ଧର୍ମଶାଳା। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବହୁ ପୁରାତନ ମହିଷରା ଗ୍ରାମ ପଞ୍ଚାୟତ ସ୍ଥିତ ଓଁ ଶ୍ରୀ ଶ୍ରୀ ମହାମାୟୀ ମା ହିଙ୍ଗୁଳା ଦେବୀଙ୍କ ପୀଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହାମାୟୀ ମା ହିଙ୍ଗୁଳା ଦେବୀଙ୍କ 58ତମ ବାର୍ଷିକ ଯଜ୍ଞୋତ୍ସବର ଶୁଭ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମାର୍ଚ୍ଚ 29 ତାରିଖ ଠାରୁ ଅପ୍ରେଲ 2 ତାରିଖ ପର୍ଯ୍ୟନ୍ତ ଦୀର୍ଘ 5 ଦିନ ବ୍ୟାପୀ ଯଜ୍ଞୋତ୍ସବ ହେବା ସହିତ ମନୋରଞ୍ଜନ କାର୍ଯ୍ୟକ୍ରମ, ଯାତ୍ରା, କୋଣାର୍କ ଗଣନାଟ୍ୟ ପରିବେଷଣ କରିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳ 8 ସମୟରେ ଗାଁ ନିକଟସ୍ଥ ପୁଷ୍କରିଣୀରୁ ଘଟ ସ୍ଥାପନ, ସୂର୍ଯ୍ୟପୂଜା, ଗୋପୂଜା, ଗୁରୁପୂଜା ଆଦି ପାରମ୍ପରିକ ପ୍ରଥା ଓ ସଂସ୍କୃତି ଅନୁଯାୟୀ ଯଥାପୂର୍ବକ ରୀତିକାନ୍ତିରେ ପୂଜାପାଠ ସହିତ ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟ, ହରିବୋଲ, ହୁଳହୁଳି ଏବଂ ବାଜାବାଣ ସହ ଏକ ବିରାଟ ପଟୁଆର କଳସ ଶୋଭାଯାତ୍ରା ଗାଁ ଗାଁ ପରିକ୍ରମା କରି ମହାମାୟୀ ମା ହିଙ୍ଗୁଳା ଦେବୀଙ୍କ ପୀଠରେ ପହଞ୍ଚିଥିଲେ। 5 ଦିନ ଏହି ଯଜ୍ଞୋତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ସମାଗମକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ପରିବେଷଣ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଆସ୍ଥା ଓ ବିଶ୍ୱାସର ପ୍ରତୀକ ମା ହିଙ୍ଗୁଳା ଯଜ୍ଞୋତ୍ସବ 5 ଦିନ ସ୍ଥାନୀୟ 5 ପଞ୍ଚାୟତରେ ହାଣ୍ଡିଛାଡ଼ ଓ ପାକ ନିଷେଧ ସହିତ ଆମିଷ ବାରଣ କରାଯାଇଛି। କର୍ତ୍ତା ଭାବେ ମାଧବାନନ୍ଦ ମିଶ୍ର ସଂକଳ୍ପ କରି ଆସନରେ ବସିଥିଲେ। ହିଙ୍ଗୁଳା କମିଟିର ସଭାପତି ନିତ୍ୟାନନ୍ଦ ବେହେରା, ପୂର୍ବତନ ସଭାପତି ଚକ୍ରଧର ବେହେରା, ସ୍ଥାନୀୟ ସରପଞ୍ଚ ସଫଳା ବେହେରା, ସମିତି ସଭ୍ୟ ପବିତ୍ର କୁମାର ବେହେରା, ସନ୍ତୋଷ ବିଶ୍ୱାଳ, ନିରଞ୍ଜନ ବେହେରା, ବାବୁଲି ଜେନା, ବଳଦେବ ରାଉତ, ଅଶୋକ ରାଉତ, ଶରତ ମହାରଣା, ବୀରବର ମହାରଣା, ସତ୍ୟାନନ୍ଦ ମିଶ୍ର, ମଧୁସୂଦନ ବେହେରା, ପ୍ରୀତିରଞ୍ଜନ ଓଝା, ମହେଶ୍ୱର ବେହେରା, ବିଚିତ୍ରାନନ୍ଦ ବେହେରା ଓ କାର୍ଯ୍ୟକାରୀ କମିଟିର ସଦସ୍ୟ ଏବଂ ଆଖପାଖ ଅଞ୍ଚଳରୁ ଶତାଧିକ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଧର୍ମଶାଳାରୁ ସୁଶାନ୍ତ କୁମାର ଗୋଛାୟତଙ୍କ ରିପୋର୍ଟ। ଦେଖନ୍ତୁ, ମୁଁ ପୂର୍ବତନ ସଭାପତି ମା ହିଙ୍ଗୁଳା ଯଜ୍ଞ କମିଟି ମହିଷରାର ଥିଲି। ତ ଆମର ହରମତପୁର ପଞ୍ଚାୟତ ହେଉ, ସମ୍ପାରୁ, ମହିଷରା ପାଖର ଆଖପାଖ ପଞ୍ଚାୟତର ମୁରବୀମାନେ ଦୀର୍ଘ ବର୍ଷ ହେବ କମିଟି ସହିତ ସଂଶ୍ଳିଷ୍ଟ ଏବଂ ସହଯୋଗ ସମସ୍ତଙ୍କର ରହିଆସିଛି ଏବଂ ଏବର୍ଷ ଆମେ ଆଶା କରୁଛୁ ପୂର୍ବ ଅପେକ୍ଷା ଏବର୍ଷ ଶୃଙ୍ଖଳା ସହ ଆହୁରି ଅଧିକ ମାଙ୍କ କାର୍ଯ୍ୟ ସମସ୍ତେ କରାଇବେ। ମୁଁ ନିତ୍ୟାନନ୍ଦ ବେହେରା, ଦୌଲତପୁର ସଭାପତି ହିଙ୍ଗୁଳା ପୂଜା କମିଟି। ଆଜି ସକାଳ 8 ସମୟରେ କଳସ ଶୋଭାଯାତ୍ରା ଆରମ୍ଭ ହୋଇଛି। ପାଖାପାଖି 20 ଖଣ୍ଡ ଗ୍ରାମର ବନ୍ଧୁମାନେ ସହଯୋଗ କରିଛନ୍ତି। ଭାରି ସୁନ୍ଦର ହେଇଛି। ଉକ୍ତ କାର୍ଯ୍ୟ ଦୀର୍ଘ 5 ଦିନ ଧରି ଚାଲିବ। ଆଜି ପ୍ରଥମ ରଜନୀରେ ପାଲା ପରିବେଷଣ କରାଯିବ ଏବଂ ଆଉ ଅବଶିଷ୍ଟ 4 ଦିନ କୋଣାର୍କ ଗଣନାଟ୍ୟ ଯାତ୍ରା ପରିବେଷଣ କରିବେ। କମିଟିର ସମସ୍ତେ 20 ଖଣ୍ଡ ଗ୍ରାମର ଲୋକ ସକ୍ରିୟ ସହଯୋଗ ରହିଛି। ଆଶା କରୁଛି ଶୃଙ୍ଖଳାର ସହିତ ଚଳିତ ବର୍ଷ ଯଜ୍ଞ ସମାପନ ହେବ। ହଁ, ପ୍ରଶାସନିକ ଆମ ଥାନା ଅଧିକାରିଣୀ କି ଦିଆହେଇଛି, ଏସ୍ପିଙ୍କି ମଧ୍ୟ ଯୁବବନ୍ଧୁମାନେ ଦିଆହେଇଛି, ଜଣେଇଛନ୍ତି। ସମସ୍ତେ ମା ଜଗତଜନନୀଙ୍କର କୃପା ଲାଭ କରନ୍ତୁ। ସମସ୍ତେ କେମିତି ଶୃଙ୍ଖଳାର ସହିତ ଏହି ଅନୁଷ୍ଠାନଟିକି ଶେଷ କରନ୍ତୁ। ସମସ୍ତେ ଶାନ୍ତିରେ ରହନ୍ତୁ, ଏତିକି ବାର୍ତ୍ତା। ମୁଁ ଶ୍ରୀ ପବିତ୍ର କୁମାର ବେହେରା, ସମିତି ସଭ୍ୟ, ମହିଷରା ଗ୍ରାମ ପଞ୍ଚାୟତ ଏବଂ ଏ ଯେଉଁ ଆମ ହିଙ୍ଗୁଳା କମିଟିଟି ଅଛି ଆର ଜଣେ ମୁଁ ସକ୍ରିୟ ସଦସ୍ୟ। ଆଜି ଆମର 29, 30, 31, 1, 2 5 ଦିନ ଧରି ଆମର ଏ ଯାତ୍ରାଟି ଚାଲିବ। ଆଜି 29 ତାରିଖ କଳସ ବୁଡ଼ା କାର୍ଯ୍ୟକ୍ରମଟି ସରିଗଲାଣି ଏବଂ ଆପରେ ଆମର ଯଜ୍ଞ କାମ ଚାଲିବ ଏବଂ ଏଇ ଯେଉଁ ଅନୁଷ୍ଠାନଟି ହେଇଛି ଏଟା ବୋଧେ ପାଖାପାଖି 20 ଖଣ୍ଡ ଗ୍ରାମର 3ଟି ପଞ୍ଚାୟତକୁ ନେଇକରି ଗଠନ କରାହେଇଥିଲା। ଆଜି ନୁହେଁ, 58 ବର୍ଷ ତଳେ ଅନୁଷ୍ଠାନଟି ଆମର ମାନେ ଜେଜେ ବାପା ଠାରୁ ବାପାଙ୍କ ପର୍ଯ୍ୟନ୍ତ ସମସ୍ତେ କରି ଆସିଛନ୍ତି ଏବଂ ଆଜି ଆମେ
ଆମର ସଭାପତି ନିତ୍ୟାନନ୍ଦ ବେହେରା ଅଛନ୍ତି, ଆଗରୁ ଆମର ଚକ୍ରଧର ସଭାପତି ଥିଲେ ଏବଂ ଏ ଅନୁଷ୍ଠାନଟି ସମସ୍ତଙ୍କ ସହଯୋଗରେ ହିଁ କରାଯାଉଛି। ଏବଂ କାଲିଠାରୁ ଆସନ୍ତାକାଲି 30 ତାରିଖ ଠାରୁ କୋଣାର୍କ ଗଣନାଟ୍ୟ ଏଠି ଯାତ୍ରା କରିବ 30, 31, 1, 2 ଏବଂ ମୁଁ ସମସ୍ତଙ୍କୁ ବିନମ୍ର ନିବେଦନ ସହ ଅନୁରୋଧ କରିବି ଯେ ସମସ୍ତେ ଆସନ୍ତୁ, ଠାକୁରାଣୀ ମା ହିଙ୍ଗୁଳାଙ୍କର କୃପା ଲାଭ କରନ୍ତୁ ଏବଂ ଶାନ୍ତି ଶୃଙ୍ଖଳାର ସହ ଏଠି ମାନେ ସମସ୍ତ ମାନେ ମନୋରଞ୍ଜନ କରନ୍ତୁ। ଏବଂ ଯଦି ଏଠି କିଛି ତ୍ରୁଟି ବିଚ୍ୟୁତି ଥାଏ ନିଶ୍ଚିତ ଭାବରେ ଥିବ, ତାକୁ ଆମକୁ ନିଶ୍ଚିତ ଭାବରେ କହିକିରି ଯାଆନ୍ତୁ ଯେ ଏଇଟା ଆପଣଙ୍କ ତ୍ରୁଟି ହେଲା କାହିଁକି ନା ଏଟାକୁ ଆମେ ନିଶ୍ଚିତ ଭାବରେ ଆଗକୁ ମଡ଼ିଫିକେସନ୍ କରିବୁ ଏବଂ ସମସ୍ତ ଯେମିତି ଏଠି ସୁନ୍ଦର ଭାବରେ ଆସି ତାଙ୍କ ଫ୍ୟାମିଲି ଧରି ଆସି ଆମର ଯାତ୍ରା ଦେଖନ୍ତୁ, ମାଆଙ୍କ ଦର୍ଶନ କରନ୍ତୁ, ଆଶୀର୍ବାଦ ନିଅନ୍ତୁ ଏବଂ ଶାନ୍ତି ଶୃଙ୍ଖଳା ସହ ଆକୁ ଉପଭୋଗ କରନ୍ତୁ।